ଯାଉଛି ଆଜ୍ଞା ଗାଡ଼ି ଆସୁଛି ଯାଉଛି ଏବେ ଘରକୁ ଯାଉଛି। ଏଠି ଲୋକ ଲାଇନ ଲୋକ ଟିକେ ସକାଳୁ ଯାହାର ଅର୍ଜେଣ୍ଟ ଦରକାର ହଉଛି କାହାର ମାନେ ହଠାତ୍ ସରିଗଲା ଏବେ ଯୋଉ ଲେଟ୍ ହେଇଛି ମାସକୁ ଯୋଉ ଗୋଟେ ଲେଖା ବୁକ୍ ହଉଛି ସେଇଥିପାଇଁ ଟିକେ ଲେଟ୍ ହଉଛି ବୋଲି ପାନିକି ପଳେଇ ଆସୁଛନ୍ତି ବୁକିଂ ସାଙ୍ଗେ ସାଙ୍ଗେ କାହାର ସରିଗଲା ଛୋଟ ପିଲା ବି ଅଛନ୍ତି ପଳେଇ ଆସୁଛନ୍ତି ଦିଆହଉଛି ଆଉ। ଯୋଉ ଆପଣ ଯୋଉ କମ୍ପାନୀର ସିଲିଣ୍ଡର ଦଉଛନ୍ତି ସେ ସଂସ୍ଥା ତ କହିଛି ଯେ ଗ୍ରାହକ ମାନଙ୍କୁ ଓଜନ କରିକି ସିଲିଣ୍ଡରଟି ଦେବେ, ଆପଣ ଓଜନ କରୁନାହାନ୍ତି। ଗାଡ଼ିବାଲା ଗାଡ଼ିରେ ଯୋଉମାନେ ଯାଉଛନ୍ତି ସେମାନେ ତାଙ୍କ ପାଖରେ ଓଜନ ମେସିନ୍ ଅଛି ସେମାନେ ନେଇକି ଯାଉଛନ୍ତି। ଆଜ୍ଞା ଏଠି ତ ଗ୍ରାହକ ମାନଙ୍କୁ କାହାକୁ ଏଠି ଏଠି ଡାଇରେକ୍ଟ କମ୍ପାନୀ ଡାଇରେକ୍ଟ ଗାଡ଼ି ଆସୁଛି ଯେତେବେଳେ ଏଠୁ ଡାଇରେକ୍ଟ ନେଇ ଆସୁଛି ଏଥିରେ କିଛି ଇଏ ନାହିଁ। ଯୋଉମାନେ ପିଲାମାନେ ନେଇକି ଦଉଛନ୍ତି ପିଲାଙ୍କୁ ଆମେ କହୁଛନ୍ତି ଓଜନ କରି ଦେବା ପାଇଁ। ଯୋଉ ଓଟିପି ଯାଉଛି କିନ୍ତୁ ଡେଲିଭରି ହଉନି, ଆପଣ ମାନେ କହି ଦଉଛନ୍ତି ଯେ ଆପଣଙ୍କର ଗ୍ୟାସ୍ ଡେଲିଭରି ହେଇଯାଇଛି। ନାଇଁ ସେମିତି ତ କିଛି ଏମିତି କିଛି ଇସ୍ୟୁ ଏବେ ହେଇନି। ଯୋଉମାନେ ପ୍ରାୟ ଲୋକଙ୍କର ଓଟିପି ଯାଉନି ମାନେ ବୁକ୍ କରୁଛନ୍ତି ଓଟିପି ଆସୁନି ତାଙ୍କର ସବୁ ଲେଖୁଛି ଯେ ମାନେ ଆଉ 7 ଦିନ ପରେ ବୁକ୍ କରିବେ କି 20 ଦିନ ପରେ ବୁକ୍ କରିବେ ମେସେଜ ଆସୁଛି। ଅନଲାଇନ ବୁକିଂ ହଉଛି, ଏବେ ଅନଲାଇନ ବୁକିଂ ହଉଛି ତଥାପି ଆପଣ ସ୍ଲୋ ରହୁଛି ଆଉ ଖାତାରେ ଡେଟ୍ ପକେଇକି ଦିଆହଉଛି। ଯୋଉ ବ୍ଲାକର ସବୁ ଆସୁଛନ୍ତି ସେ ଡେଟ୍ ପକେଇଲେ ଜଣା ପଡିବ ଏଇଠୁ। ଏ ସ୍ଥିତିରେ କେବେ ସୁଦ୍ଧା ସୁଧାର ଆସିବ ଆପଣଙ୍କର? ଆସିଲେ ଯୋଉ ୱାରଫାର ପାଇଁ ତ ଏବେ ଅସୁବିଧା ଚାଲିଛି ଗ୍ୟାସ୍ ଠିକଠାକ ଆସିଲେ ଯେମିତି ଆଗ ଭଳିଆ ଯେମିତି ଚାଲିଥିଲା ସେମିତି ଚାଲିବ ରେଗୁଲାରଲି। ଆପଣଙ୍କ ସଂସ୍ଥା ପକ୍ଷରୁ ଯୋଉ 5 କିଲିଆ ସିଲିଣ୍ଡର ବି ଦଉଛନ୍ତି? ହଁ ଦିଆହଉଛି ଯାଉଛି। 5 କିଲିଆ ସିଲିଣ୍ଡର ତ ଏଠି ଏଠି ନାହିଁ ସାଟର୍ଡେ ଏବେ ଯାଏଁ ଆସିନି ଷ୍ଟକ୍ ଆସିନି ଷ୍ଟକ୍ ଆସିଲେ ଦିଆଯିବ।